ଅଭିଜିତ ଦାଙ୍କ ସହିତ ମୋର ସମ୍ପର୍କ ବହୁତ ବଢ଼ିଆ। ସିଏ ଦାଦା ହେଲେ ମୁଁ ବଇଦା। ତେଣୁ ଏମ୍ସ ମୁଁ ଯାଇଥିଲି ଦେଖିବା ପାଇଁ। ମୁଁ ମଧ୍ୟ ବହୁତ ମର୍ମାହତ ବା ଦୁଃଖିତ। ଜଣେ ଭଲ ମଣିଷ, ଉଚ୍ଚ କୋଟିର ସଙ୍ଗୀତ ନିର୍ଦ୍ଦେଶକ, ବହୁତ ସାରା ହିଟ୍ ଆମ ଓଡ଼ିଶାକୁ ଦେଇଛନ୍ତି। ତାଙ୍କ ଭଳିଆ ବ୍ୟକ୍ତିତ୍ୱ, ତାଙ୍କ ଭଳିଆ ସଙ୍ଗୀତ ନିର୍ଦ୍ଦେଶ ନିହାତି ବିରଳ। ମୁଁ କହିବି ତ ତାଙ୍କର ଆସିବା ଏବଂ ଆମ ଇଣ୍ଡଷ୍ଟ୍ରି କାମ କରିବା ନିହାତି ଜରୁରୀ। ନା 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 ଭାଉଜ ମୋ ଉପରେ ଯଥେଷ୍ଟ ଭରସା ଅଛି। ସେ ଜାଣିଛନ୍ତି ମୁଁ ତ ନିଏ ନା କେବେ ସେ ମୋ ଉପରେ ଡାଉଟ୍ କରି। ସାଧା ପୁଡ଼ିଆ ବେଳେ ବେଳେ ଖାଇଦିଏ, ବେଳେ ବେଳେ ସାଧା ପୁଡ଼ିଆ ଖାଇଦିଏ, କିନ୍ତୁ ନା ନା ଗଳା ତ ନା 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 ଗଳା ତ ମୁଁ ମ୍ୟୁଜିଏଟର ତ ତେଣୁ ଅଭିଜିତ ଦାଙ୍କ ସହିତ ମୋର ସମ୍ପର୍କ ବହୁତ ବଢ଼ିଆ। ସିଏ ଦାଦା ହେଲେ ମୁଁ ବଇଦା। ତେଣୁ ଏମ୍ସ ମୁଁ ଯାଇଥିଲି ଦେଖିବା ପାଇଁ। ମୁଁ ମଧ୍ୟ ବହୁତ ମର୍ମାହତ ବା ଦୁଃଖିତ। ତାଙ୍କ ଆଶୁ କାମନା ନିହାତି ମୁଁ କହିବି ଏବଂ ପ୍ରତ୍ୟେକ ଦର୍ଶକ ମଧ୍ୟ ଆପଣମାନେ ମିଡ଼ିଆ ମାଧ୍ୟମରେ ଅନୁରୋଧ କରିବି ଯେ ମୁଁ ମୋ ଜଗନ୍ନାଥଙ୍କୁ ବହୁତ ପ୍ରାର୍ଥନା କରୁଛି ଯେ ଅଭିଜିତ ଦାଙ୍କୁ ଭଲ କରି ନେଇ ଆସନ୍ତୁ। ଆପଣ ମଧ୍ୟ ଆପଣ ଯେଉଁ ଠାକୁରଙ୍କୁ ଭଲ ପାଆନ୍ତି ତାକୁ ନିହାତି ଥରୁଟି ଡାକନ୍ତୁ ଯେ ଅଭିଜିତ ଦାଙ୍କୁ ଭଲ କରିକି ଆମ ପାଖକୁ ନେଇ ଆସନ୍ତୁ। ସେ ପୂର୍ବ ଭଳି କାମ କରନ୍ତୁ, ପୂର୍ବ ଭଳି ଶୋ କରନ୍ତୁ। ଜଣେ ଭଲ ମଣିଷ, ଉଚ୍ଚ କୋଟିର ସଙ୍ଗୀତ ନିର୍ଦ୍ଦେଶକ, ବହୁତ ସାରା ହିଟ୍ ଆମ ଓଡ଼ିଶାକୁ ଦେଇଛନ୍ତି। ତାଙ୍କ ଭଳିଆ ବ୍ୟକ୍ତିତ୍ୱ, ତାଙ୍କ ଭଳିଆ ସଙ୍ଗୀତ ନିର୍ଦ୍ଦେଶ ନିହାତି ବିରଳ। ମୁଁ କହିବି ତ ତାଙ୍କର ଆସିବା ଏବଂ ଆମ ଇଣ୍ଡଷ୍ଟ୍ରି କାମ କରିବା ନିହାତି ଜରୁରୀ। ମୁଁ ନିହାତି ଜଗନ୍ନାଥ ପାଖରେ ପ୍ରାର୍ଥନା କରିବି ସେ ଫେରି ଆସନ୍ତୁ, ଭଲ ହେଇକି ସୁସ୍ଥ ହେଇକି ଆସନ୍ତୁ। କିନ୍ତୁ ଏକଥା ମଧ୍ୟ ମୁଁ କହିବି ଯେ ସୁସ୍ଥ ହେଇକି ଆସନ୍ତୁ, ସେ ଘରେ ରୁହନ୍ତୁ, କାରଣ ରେଷ୍ଟ ନେବା ନିହାତି ଆବଶ୍ୟକ ଅଛି। ଦେଖନ୍ତୁ ମୁଁ କେବେ ତାଙ୍କୁ ପିଇବାର ଦେଖିନି, ମୁଁ କାହିଁ ମିଛ କହିବି। ତାଙ୍କ ସହିତ ଏତେ ମୁଁ କ୍ଲୋଜ୍ ନୁହଁ। ଯାହା ଯେତିକି ମିଶେ ମୁଁ ପ୍ରଫେସନାଲି ମୋ ଗୀତ ଭଲ ହେଲେ ସେ ମୋତେ ଫୋନ୍ କରି କୁହନ୍ତି, ମୁଁ ତାଙ୍କ ଗୀତ ଭଲ ହେଲେ ମୁଁ ଫୋନ୍ କରି କୁହନ୍ତି। ଦେଖା ହେଲେ ଷ୍ଟୁଡ଼ିଓ ଦେଖା ହେଉ ବା ଶୋରେ ଦେଖା ହେଉ ଆମେ କଥାବାର୍ତ୍ତା ଥାଉ। କିନ୍ତୁ ନିହାତି ଏକଥା କହିବି ଯେ ନିଶା ତ ନିହାତି ଆମ ପାଇଁ ଖରାପ। ଆମେ ତାକୁ ବର୍ଜନ କରିବା ନିହାତି ଆବଶ୍ୟକ। ତେଣୁ ସେ ତ ଯାହା ହେଇଯାଇଛି ତାକୁ ଆଲୋଚନା କରି କାହା ନାହିଁ। ଅନ୍ତତଃ ସେଇ ରୋଗରେ ଆଉ କିଏ ପୀଡ଼ିତ ନ ହୁଅନ୍ତୁ, ସମସ୍ତେ ସୁସ୍ଥ ରୁହନ୍ତୁ, ଭଲ ରୁହନ୍ତୁ। ନବା କଥା। ତେଣୁ ସମସ୍ତଙ୍କର ମତ ଅଲଗା ଅଲଗା, ସମସ୍ତ ଭାବନା ଅଲଗା ଅଲଗା। ମୁଁ କହିବି କାମ ଧରି ମୁଁ ଭଲ ବୋଲି ମୁଁ କେବେ ନିଶା କେବେ ନେଇନି। ନା ସିଗାରେଟ, ନା ପାନ, ନା ଆଉ କିଛି ବା ମଦ କେବେ ଜୀବନରେ ନେଇନି। ନା ମୁଁ କେବେ ଜୀବନରେ ନେଇନି। ଆପଣ ବିଶ୍ୱାସ କরেন ମୁଁ ଜୀବନ କେବେ ନେଇନି। ମାନେ ମୁଁ ତାମାନେ ମୁଁ ଟେଷ୍ଟ କରିଛି କ'ଣ ଲାଗେ ଆକ୍ଚୁଆଲି ଜାଣିବା ପାଇଁ। ନା ନା ଇଏ ହେଉଛି କ'ଣ କହିଲ ମାନେ ତା ଟେଷ୍ଟ ଇନ୍ ଦ ସେନ୍ସ ଇଜିବରି ମାରିଛି ଯେ ନା ନା କ'ଣ ସେ ଥିଲା ମୁଁ ଜାଣିନି ହେଲା। ମୁଁ ଦେଖିଲି କ'ଣ ଖାଲି କିଛି ତ ଲାଗୁନି ପାଟି କ'ଣ ଯିବ ପୋଡ଼ି ପୋଡ଼ା ଲାଗିଲା। ସେବେଠାରୁ ମୁଁ ଜୀବନ ଆଉ କେବେ ବି ନେଇନି। ମୁଁ କାହିଁକି ମୁଁ ଭାବିଲି କ'ଣ ଟେଷ୍ଟ ଲାଗୁଥିବ ସେଇ ହିସାବରେ। ନା 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 ଭାଉଜ ମୋ ଉପରେ ଯଥେଷ୍ଟ ଭରସା ଅଛି। ସେ ଜାଣିଛନ୍ତି ମୁଁ ତ ନିଏ ନା କେବେ ସେ ମୋ ଉପରେ ଡାଉଟ୍ କରି। ସାଧା ପୁଡ଼ିଆ ବେଳେ ବେଳେ ଖାଇଦିଏ, ବେଳେ ବେଳେ ସାଧା ପୁଡ଼ିଆ ଖାଇଦିଏ, କିନ୍ତୁ ନା ନା ଗଳା ତ ନା 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 ଗଳା ତ ମୁଁ ମ୍ୟୁଜିଏଟର ତ ତେଣୁ ଶୁଣ ଯେତେବେଳେ ନିଜେ ଠିକ୍ ରହିବ ତମକୁ ଯେତେ ଯେ ଅଫର୍ କଲେ ବି କିଛି ପ୍ରୋବ୍ଲେମ୍ ହେବନି। ତେଣୁ ମୁଁ ତ ନିଜେ ଠିକ୍ ଅଛି ଯେ ମୁଁ କେବେ ମୁଁ ଶପଥ କରିଛି ମୁଁ କେବେ ଛୁଇଁବି ନାହିଁ। ତ ମୋତେ ଯିଏ ଯେତେ ଡାକିଲେ ଯାଚିଲେ କ'ଣ ହେବ। ତ ନିଜ ଉପରେ ଡିପେଣ୍ଡ କରେ। ଆମେ କାହା ଦୋଷ ଦେବା ଠିକ୍ ନୁହଁ। ନିଜେ ସବୁବେଳେ ସଜା ରହିବା ଯେ ମୋ ଏଇଟା କଲେ ଏଇଆ ହେବ। ତେଣୁ ମୁଁ ନିଜକୁ ସଜା ରହିବି। ମୋତେ କିଏ କହିଦେବ, ମୋତେ ସମସ୍ତେ କହିଦେବ ଏଇଟା ସେଇଟା କରିଦିଅ, ମୁଁ ଜାଣିବା ଦରକାର ନା ମୁଁ ଏଇଟା ଗଲେ କ'ଣ ହେବ। ତେଣୁ ସେ ଦୃଷ୍ଟିରୁ ମୁଁ ଭାରି ମୋ ନିଜକୁ ଜଗିଛି। ତାମାନେ ହେଉଛି ମୁଁ ବହୁତ ଭଲ ପିଲା କହିବି। ତେଣୁ କ'ଣ ସେଇ ଦୃଷ୍ଟିରୁ ମୁଁ ଭଲ ପିଲା ନିହାତି।